ଗଙ୍ଗା ନଦୀର ଜଳକୁ ଅଧିକ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖାଯାଇଥାଇପାରେ। ଇଏ ଖରାପ ହେଇନଥାଏ କାହିଁକି? ଚାଲନ୍ତୁ ଜାଣିବା ଏକ ସାଇଣ୍ଟିଫିକ ରିସର୍ଚ୍ଚ ଅନୁସାରେ ଏ କଣ କହେ। ନମସ୍କାର, ୱେଲକମ ଟୁ ମାଇ ଚ୍ୟାନେଲ। ମୁଁ ନନ୍ଦକିଶୋର ଭୂୟାଁ। ଗଙ୍ଗା ନଦ ଆପଣମାନେ ଦେଖିଥିବେ ଯେ ଗଙ୍ଗା ନଦୀର ଯୋଉ ଜଳ ଥାଏ ଖାସ କରି ଅଧିକ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖାଯାଇଥାଇପାରେ ଏବଂ ଆପଣମାନେ ବିଭିନ୍ନ କାର୍ଯ୍ୟରେ ମଧ୍ୟ ତାକୁ ୟୁଜ କରିଥାନ୍ତି। ଗଙ୍ଗା ନଦୀର ଜଳକୁ ୟା ପଛରେ ସାଇଣ୍ଟିଫିକ ରିସର୍ଚ୍ଚ କଣ ନା କିଛିଟା ଆକର୍ଡିଂ ଟୁ ସାଇଣ୍ଟିଫିକ ରିସର୍ଚ୍ଚ ଅନୁସାରେ ଗଙ୍ଗା ନଦୀର ଯୋଉ ଜଳ ଥାଏ ଖାସ କରିକି ୟାର ଅକ୍ସିଜେନ ମାତ୍ରା ଅଧିକ ମାତ୍ରାରେ ଥାଏ ଏଜ କମ୍ପେୟାର ଟୁ ଅନ୍ୟ ନଦୀ ତୁଳନାରେ। ନଦୀର ଜଳ ତୁଳନାରେ ଯୋଉ ଅକ୍ସିଜେନ ର ଲେଭଲ ଅଧିକ ମାତ୍ରା ହେଇଥିବା ହେତୁ ଯୋଉ ବ୍ୟାକ୍ଟେରିଆ ମାନେ ସେମାନଙ୍କୁ ଠିକ ପରିବେଶ ମିଳେ ନାହିଁ, ସେମାନେ ଗ୍ରୋ କରିପାରିବେ ଅଧିକ ଅକ୍ସିଜେନ ଥିବା ହେତୁ। ଏହା ସହିତ ଏହା କଣ, ଏ ଖାସ କରିକି ଗଙ୍ଗା ନଦୀ ଆମର ବିଭିନ୍ନ ପାହାଡ ଏରିଆ ଦେଇକି ଗତି କରି ଆସିଥାଏ, ଯାହା ଫଳରେ ଏହାର ମିନେରାଲ୍ସ ଅଧିକ ମିଶିଥାନ୍ତି, ଖାସ କରିକି ସଲଫର ସଲଫର ଅଧିକ ମାତ୍ରାରେ ଥାଏ, ଯାହା ଫଳରେ ବ୍ୟାକ୍ଟେରିଆ ମାନଙ୍କୁ ତାଙ୍କୁ ଫେଭରେବଲ କଣ୍ଡିସନ ହୁଏନି ସେମାନେ ବଞ୍ଚି ରହିବା ପାଇଁ। ସେଥିପାଇଁ ସଲଫର ମାତ୍ରା ଏହାର କଣ ଅଧିକ ରହିଥାଏ। ତା ସହିତ ଏମାନେ ୟା ବଡିରେ ଖାସ କରିକି ଗଙ୍ଗା ନଦୀ ଜଳରେ ବ୍ୟାକ୍ଟେରିଓଫେଜେସ ପ୍ରେଜେଣ୍ଟ ଥାନ୍ତି। ବ୍ୟାକ୍ଟେରିଓଫେଜେସ ଏମିତି କଣ ହେଇଯିବ ଯୋଉମାନେ ବ୍ୟାକ୍ଟେରିଆ ମାନଙ୍କୁ ହିଁ ମାରି ଦିଅନ୍ତି, ଯାହା ଫଳରେ ଏମାନେ ଗ୍ରୋ କରିପାରନ୍ତିନି। କୋଉମାନେ ବ୍ୟାକ୍ଟେରିଆ ମାନେ ଯୋଉମାନେ ହାନିକାରକ କରିଥାନ୍ତି ଜଳକୁ ନଷ୍ଟ କରିବା ପାଇଁ। ତ ଏଇ ବ୍ୟାକ୍ଟେରିଓଫେଜେସ ବହୁତ ହେଲ୍ପଫୁଲ କରିଥାଏ କଣ, ପାଣିକୁ ଶୁଦ୍ଧତା ରଖିବା ପାଇଁ, ଅଧିକ ଦିନ ଷ୍ଟୋର କରି ରଖିବା ପାଇଁ ହେଲେ। ଆମର ଗଙ୍ଗା ନଦୀର ଯୋଉ ଜଳ, ଗଙ୍ଗା ନଦୀ ବା ଗଙ୍ଗା ନଦୀର ଜଳ ଏକ ଧାର୍ମିକ ଆସ୍ଥା ନୁହଁ, ଇଏ ଏକ ବୈଜ୍ଞାନିକ ୱାଣ୍ଡର ମଧ୍ୟ, ସାଇଣ୍ଟିଫିକ ୱାଣ୍ଡର ମଧ୍ୟ, ଯାହା ଫଳରେ ବର୍ତ୍ତମାନ ପୂର୍ବର ଆମର ଧାର୍ମିକ ବା ବର୍ତ୍ତମାନର ଧାର୍ମିକ ଏବଂ ବର୍ତ୍ତମାନର ସାଇଣ୍ଟିଫିକକୁ ଇଏ କଣ ଯୋଡି ରଖିବା ପାଇଁ ହେଲେ, ଏକ ସାଇଣ୍ଟିଫିକ ପ୍ରୁଫ ହିସାବରେ ରଖିବା ପାଇଁ ହେଲେ ଧର୍ମ ସହିତ ଏକ ବେଷ୍ଟ ଏକ୍ସାମ୍ପଲ କଣ, ଗଙ୍ଗା ନଦୀ। ତ ଆଶା କରୁଛି ଭିଡିଓ ଆପଣଙ୍କୁ ଇନଫର୍ମେଟିଭ ଲାଗିଥିବ। ଯଦି ଇନଫର୍ମେଟିଭ ଲାଗୁଥିବ ପ୍ଲିଜ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆପଣଙ୍କ ନିଜ ଭାଷାରେ ସାଇନ୍ସକୁ ଅତି ସରଳରେ ବୁଝିବା ପାଇଁ ହେଲେ ଆପଣଙ୍କ ପାଇଁ ଭଲ ଭଲ କଣ୍ଟେଣ୍ଟ ଆପଣଙ୍କ ପାଇଁ ଯୋଗେଇବି। ପ୍ଲିଜ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ମୋତେ ସପୋର୍ଟ କରନ୍ତୁ। ଯଦି ଭିଡିଓ ପସନ୍ଦ ଆସିଲା ଲାଇକ୍ କରିବେ, ହଁ ସେୟାର କରିବେ, এই ଭିଡିଓକୁ ଭୁଲିବେ ନାହିଁ। ଧନ୍ୟବାଦ।